ବାଂଲାଦେଶର ଗର୍ବ ଭାଙ୍ଗିବା ପାଇଁ ଭୟଙ୍କର କାର୍ଯ୍ୟ କରିବାକୁ ଭାରତୀୟ ସେନାକୁ ମୋଦିଙ୍କଠାରୁ ଅନ୍ତିମ ଆଦେଶ ଆସିଛି। ଚିକେନ ନେକ୍ କାଟିବାର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ଗଳାରେ ଭାରତୀୟ ସେନାର ଲୁହା ଶୃଙ୍ଖଳ। ବାଂଲାଦେଶ ବିରୁଦ୍ଧରେ ସୀମାନ୍ତରେ ଭାରତର ଭୟଙ୍କର ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସ ମୋର୍ଚ୍ଚା ସମ୍ଭାଳିଛି। ଭାରତର ରକେଟ୍ ଫୋର୍ସ ଡିପ୍ଲୟମେଣ୍ଟ ଦେଖି ବାଂଲାଦେଶୀ ଜେନେରାଲମାନଙ୍କ କପାଳରେ ଘାମ ବୁହାରି ଆସିଛି। ପର୍ବତୀୟ ଯୁଦ୍ଧରେ ସବୁଠାରୁ ଘାତକ ସେନା ଡିପ୍ଲୟ କରାଯାଇଛି। ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା କଥା ଯୁଦ୍ଧ ଓ ଭାରତ ବିରୋଧୀ ହଙ୍ଗାମା ମଧ୍ୟରେ ଦିଲ୍ଲୀ ଏକ ନିଶ୍ଚୁପ କିନ୍ତୁ ଭୟଙ୍କର ଚାଲ ଚଳାଇଛି, ଯାହାର ପ୍ରତିଧ୍ୱନି ବର୍ତ୍ତମାନ ଢାକାର କ୍ଷମତା କରିଡରରେ ଭୂମିକମ୍ପ ପରି ଅନୁଭୂତ ହେଉଛି। ଏପର୍ଯ୍ୟନ୍ତ ଟିଭି ଷ୍ଟୁଡିଓ ଓ ରାଲିରେ ମାଇକ୍ ଧରି ଭାରତକୁ ଟୁକୁରା ଟୁକୁରା କରିବା, ଚିକେନ ନେକ୍ ବ୍ଲକ୍ କରିବା ଓ ଉତ୍ତର ପୂର୍ବକୁ କାଟିବା କଥା ବଡ଼ ବଡ଼ ଦାବି କରୁଥିବା ନେତାମାନଙ୍କ କଣ୍ଠ ବର୍ତ୍ତମାନ ଶୁଖିଯାଉଛି। ସେମାନଙ୍କୁ ଭାରତ ଶାନ୍ତି ଓ ଭାଇଚାରାର ଡଙ୍କା ବଜାଇ ନିଶ୍ଚୁପ ସବୁ ଶୁଣୁଥିବା ଭାବରେ ଲାଗୁଥିଲା। କିନ୍ତୁ ସେମାନେ ଭୁଲି ଯାଇଛନ୍ତି ଯେ ନୂଆ ଭାରତ ଧମକୀର ବିରୁଦ୍ଧରେ ବୟାନରେ ନୁହେଁ, ବରଂ ବେଟାଲିୟନ ଡିପ୍ଲୟମେଣ୍ଟ ଦେଇ ଜବାବ ଦିଏ। ସୀମାନ୍ତରେ ରାତିରେ ରାତି ପରିସ୍ଥିତି ବଦଳି ଯାଇଛି। ପୂର୍ବରୁ କେବଳ ସ୍ମଗଲିଂ ରୋକିବା ପାଇଁ ବିଏସ୍ଏଫ୍ର ପେଟ୍ରୋଲିଂ ଥିଲା। ସେଠାରେ ବର୍ତ୍ତମାନ ଭାରତୀୟ ସେନାର ସେହି ୟୁନିଟ୍ର ବୁଟ୍ର ଶବ୍ଦ ଶୁଣାଯାଉଛି, ଯାହାକୁ ସମଗ୍ର ବିଶ୍ୱ ଆକ୍ରମଣାତ୍ମକ ବଳ ଭାବେ ଜାଣେ। ଏହା ଶତ୍ରୁର ଆକ୍ରମଣକୁ ଅପେକ୍ଷା କରୁନଥିବା ସେନା, ବରଂ ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ। ବାଂଲାଦେଶ ସେନା ଏପର୍ଯ୍ୟନ୍ତ ନିଜ ନେତାଙ୍କ ଛଳନାମୟ କଥାରେ ତାଳି ବଜାଉଥିଲା, ବର୍ତ୍ତମାନ ଭୂମିର ବାସ୍ତବତା ଦେଖି ସ୍ତବ୍ଧ ହୋଇଛି। ଭାରତ ଏକ ଶବ୍ଦ ମଧ୍ୟ ନ କହି, କୌଣସି ପ୍ରେସ୍ କନଫରେନ୍ସ ନ କରି ନିଜର ଲୁହାମୁଷ୍ଟି ଟେବୁଲ ଉପରେ ରଖିଦେଇଛି। ଏହି ଧମାକା ଖବରର ପୂରା କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ତେଣୁ ଭିଡିଓରେ ରହନ୍ତୁ ଓ ଏହି ବିଷୟରେ ଆପଣଙ୍କ ଚିନ୍ତାଧାରା କମେଣ୍ଟରେ ଅବଶ୍ୟ ଲେଖନ୍ତୁ। ଶେଷରେ ସୀମାନ୍ତରେ କ'ଣ ଘଟିଲା ଯାହାର ସ୍ମୃତିକୁ ତାଜା କରିଦେଲା? ପ୍ରକୃତରେ ଭାରତ ବାଂଲାଦେଶ ସୀମାନ୍ତକୁ ସକ୍ରିୟ ଯୁଦ୍ଧ କ୍ଷେତ୍ରରେ ପରିଣତ କରିଛି କି? ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସ ଭାରତର କେଉଁ ଶକ୍ତି, ଯାହାର ନାମ ଶୁଣିବା ମାତ୍ରେ ପଡ଼ୋଶୀ ଦେଶର ରେଞ୍ଜରମାନଙ୍କ ହାତଗୋଡ଼ କମ୍ପୁଛି? ସିଲଚର ଓ ମିଜୋରାମ ଜଙ୍ଗଲରେ କେଉଁ ପ୍ରସ୍ତୁତି ଚାଲିଛି, ଯାହା ବଡ଼ ଅପରେସନର ସଂକେତ ଦେଉଛି? ଓ ବାଂଲାଦେଶ ନେତାମାନଙ୍କ ଭୟଙ୍କର ବୟାନଗୁଡ଼ିକ ବର୍ତ୍ତମାନ ସେମାନଙ୍କ ଗଳାରେ ହାଡ଼ ପରି ହେବାକୁ ଯାଉଛି କି? ଏହି ସମସ୍ତ ତୀକ୍ଷ୍ଣ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ ଏହି ଭିଡିଓରେ ଆପଣଙ୍କ ସାମ୍ନାରେ ଦେବାକୁ ଯାଉଛୁ। କାହାଣୀ ଆରମ୍ଭ ହେଉଛି ସେହି ଭୁଲ ଭ୍ରମରୁ, ଯାହା ଆମ ପଡ଼ୋଶୀ ଦେଶର କିଛି ନେତାଙ୍କ ମନରେ ଘର କରିନେଇଛି। ଗତ କିଛି ମାସ ଧରି ସେଠାରେ ଦେଶୀୟ ରାଜନୀତିରେ ଏକ ଅଦ୍ଭୁତ ଟ୍ରେଣ୍ଡ ଚାଲିଛି। କେଉଁ ନେତା ଯେତେ ବଡ଼ ଭାରତ ବିରୋଧୀ କଥା କହୁଛନ୍ତି, ସେତେ ବଡ଼ ନେତା ହେଉଛନ୍ତି। କେହି କହୁଛନ୍ତି ଆମେ ଭାରତର ଚିକେନ ନେକ୍ କରିଡରକୁ କାଟିବୁ, ଆଉ କେହି ଆମ ଈଶାନ୍ୟ ରାଜ୍ୟଗୁଡ଼ିକୁ ଭାରତରୁ ଅଲଗା କରିବାର ସ୍ୱପ୍ନ ଦେଖୁଛନ୍ତି। ଏହି ବୟାନବାଜି କେବଳ ଖବରରେ ରହିବାର ଏକ ସଇସ୍ତା ଉପାୟ। ସେମାନଙ୍କୁ ଭାରତ ବଡ଼ ଭାଇ ସହନଶୀଳ ବୋଲି ଲାଗୁଥିଲା। ସେ କିଛି କରିପାରିବ ନାହିଁ। ଅଧିକତମ ବିଦେଶ ମନ୍ତ୍ରଣାଳୟଠାରୁ ଏକ କଠୋର ନିନ୍ଦାପତ୍ର ଆସିବ। କିନ୍ତୁ ଏଥର ସେମାନଙ୍କ ଅନୁମାନ ଭୁଲ ପଡ଼ିଛି। ଏହି ନେତାମାନେ ବୋଧହୁଏ ଭୁଲି ଯାଇଛନ୍ତି ଯେ ଭାରତର ନିଶ୍ଚୁପତା ତାହାର ଦୁର୍ବଳତା ନୁହେଁ, ବରଂ ତାହାର ପ୍ରସ୍ତୁତିର ଏକ ଅଂଶ। ନିଜ ଲୋକଙ୍କୁ ଖୁସି କରିବା ପାଇଁ ସେମାନେ ଯେଉଁ ଚିକେନ ନେକ୍କୁ ଚାପ ଦେବାକୁ କହୁଥିଲେ, ତାହା ଭାରତର ସୁରକ୍ଷାର ସବୁଠାରୁ ସମ୍ବେଦନଶୀଳ ଅଂଶ। ଏବଂ ଯେତେବେଳେ ଆପଣ ଏକ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣର କଥା କହନ୍ତି, ସେତେବେଳେ ସମ୍ପର୍କର ଡଙ୍କା କାମ କରେ ନାହିଁ। ଭାରତ ନିଜ ସୀମାନ୍ତରେ ଏକ ଇଞ୍ଚ ଅପମାନ ମଧ୍ୟ ସହିବ ନାହିଁ। ଭାରତ ଏହି କଥାଗୁଡ଼ିକୁ କେବଳ ରାଜନୈତିକ ନାଟକ ଭାବେ ଦେଖିନାହିଁ, ଏହାକୁ ସିଧାସଳଖ ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ଏବଂ ସୁରକ୍ଷା ଚ୍ୟାଲେଞ୍ଜ ଥିବାବେଳେ ଜବାବ କେବଳ କୂଟନୀତିରେ ନୁହେଁ, ରଣନୀତିରେ ଦିଆଯାଏ। ବର୍ତ୍ତମାନ ସୃଷ୍ଟ ପରିସ୍ଥିତି ସେହି ଛଳନାମୟ କଥାର ଫଳ।
ଏବଂ ସେମାନେ ନିଦ୍ରିତ ସିଂହକୁ ଜାଗ୍ରତ କରି ଭୁଲ କରିଛନ୍ତି। ବ୍ରହ୍ମାସ୍ତ୍ରର ପ୍ରବେଶ ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସର ସତ୍ୟ। ବର୍ତ୍ତମାନ ସେହି ଗେମ୍ ଚେଞ୍ଜର ପଦକ୍ଷେପ ବିଷୟରେ କହିବା ଆବଶ୍ୟକ ଯାହା ସମଗ୍ର ସମୀକରଣକୁ ବଦଳାଇ ଦେଇଛି। ଭାରତ ବାଂଲାଦେଶ ସୀମାନ୍ତରେ ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସକୁ ସକ୍ରିୟ କରିଛି। ସାଧାରଣ ଦର୍ଶକଙ୍କ ପାଇଁ ଏହା କେବଳ ଏକ ସେନାର ନାମ ହୋଇପାରେ, କିନ୍ତୁ ସାମରିକ ଭାଷାରେ ଏହାର ଅର୍ଥ ସମ୍ପୂର୍ଣ୍ଣ ବିନାଶ। ଭାରତୀୟ ସେନାର ଅନ୍ୟ କର୍ପସଗୁଡ଼ିକ ପ୍ରତିରକ୍ଷାତ୍ମକ ଥାଏ, ଅର୍ଥାତ୍ ଶତ୍ରୁର ଆକ୍ରମଣକୁ ରୋକିବା ସେମାନଙ୍କ କାମ। କିନ୍ତୁ ଷ୍ଟ୍ରାଇକ୍ କର୍ପସର କାମ ହେଉଛି ଆକ୍ରମଣ କରିବା। ଏହା ରକ୍ଷା ପାଇଁ ନୁହେଁ, ବରଂ ଶତ୍ରୁଭୂମିରେ ଅଧିକାର କରି ତାହାର ସେନାକୁ ନାଶ କରିବାକୁ ପ୍ରସ୍ତୁତ। ଏହାକୁ ବିଶେଷ ଭାବେ ପର୍ବତ ଓ କଷ୍ଟକର ପଥରେ ଦ୍ରୁତ ଯୁଦ୍ଧ କରିବାକୁ ତାଲିମ ଦିଆଯାଇଛି। ଏହି କର୍ପସର ବିଶେଷତା ହେଉଛି ଏହାର ଦ୍ରୁତ ପ୍ରତିକ୍ରିୟା କ୍ଷମତା। ଏଥିରେ ଉଚ୍ଚ ଉଚ୍ଚତା ଯୁଦ୍ଧ କମାଣ୍ଡୋ, ପାରାଟ୍ରୁପର୍ସ ଓ ଭାରୀ ଆର୍ଟିଲାରୀ ରହିଛି। ଏହି କର୍ପସକୁ ଯେଉଁ ସୀମାନ୍ତକୁ ପଠାଯାଏ ତାହାର ସିଧା ଅର୍ଥ ହେଉଛି ଭାରତ ସେହି ସୀମାନ୍ତକୁ ଶାନ୍ତିପୂର୍ଣ୍ଣ ଅଞ୍ଚଳ ଭାବେ ଗ୍ରହଣ କରୁନାହିଁ। ଏହି ଡିପ୍ଲୟମେଣ୍ଟ ଏକ ସ୍ପଷ୍ଟ ସନ୍ଦେଶ। ସେଠାରୁ ଯେଉଁ ହରକତ ହେବ ଭାରତୀୟ ସେନା ତାହାକୁ ଅପେକ୍ଷା କରିବ ନାହିଁ, ସିଧାସଳଖ ଭିତରକୁ ପ୍ରବେଶ କରି ଜବାବ ଦେବ। ଏହା ଚୀନର ହଠାତ୍ ଆକ୍ରମଣକୁ ମୁକାବିଲା କରିବା ପାଇଁ ତିଆରି ହୋଇଥିବା ବଳ ଏବଂ ବର୍ତ୍ତମାନ ଏହାର ଦୃଷ୍ଟି ବାଂଲାଦେଶ ଆଡ଼କୁ ଫେରିବା ଦେଖାଇ ଦେଉଛି ଭାରତ ଧମକୀକୁ କେତେ ଗମ୍ଭୀରତାରେ ଗ୍ରହଣ କରିଛି। ଏହି ଡିପ୍ଲୟମେଣ୍ଟ କୌଣସି ରୁଟିନ୍ ପେଟ୍ରୋଲିଂ ନୁହେଁ, ଏହା ଏକ ରଣନୈତିକ ଚେତାବନୀ। ଏକ ଏପରି ରେଡ୍ ଲାଇନ୍ ଯାହାକୁ ଅତିକ୍ରମ କରିବାର ସାହସ ବର୍ତ୍ତମାନ ବୋଧହୁଏ କେହି କରିବେ ନାହିଁ। ଭୂମି ପ୍ରସ୍ତୁତି ସିଲଚରରୁ ମିଜୋରାମ ଯାଏ ଚେସ୍ ବୋର୍ଡ ସଜାଯାଇଛି। କଥା କହିବା ସହଜ, କିନ୍ତୁ ଭୂମିରେ ସେନା ଓହଳିବା ଭିନ୍ନ ଖେଳ। ସୂତ୍ରରୁ ଆସୁଥିବା ଖବର କହୁଛି ମିଜୋରାମ ଓ ସିଲଚର ସୀମାନ୍ତ ଅଞ୍ଚଳରେ ହଲଚଲ ବେଗରେ ବଢ଼ିଛି। ସେଠାରେ ବେଟାଲିୟନ କମାଣ୍ଡ ପୋଷ୍ଟ ତିଆରି ହେଉଛି। ଏହାର ଅର୍ଥ ସେନା ସେଠାରେ କେବଳ ଟେଣ୍ଟ ପକାଇ ବସିନାହିଁ, ବରଂ ଏକ ବଡ଼ ଓ ଦୀର୍ଘକାଳୀନ ଅପରେସନ ପାଇଁ ନିଜ ବେସ୍ ତିଆରି କରୁଛି। ଲଜିଷ୍ଟିକ୍ସ ଅର୍ଥାତ୍ ସପ୍ଲାଇ, ଗୋଲାବାରୁଦ ଓ ଇନ୍ଧନ ଡିପୋଗୁଡ଼ିକ ଆଗକୁ ସ୍ଥାନାନ୍ତରିତ ହେଉଛି। ଭାରୀ ଟ୍ରକ୍ର ଆସନ ଯାତ୍ରା ସେଠାକାର ପରିବେଶକୁ ବଦଳାଇ ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରକେଟ ଆର୍ଟିଲାରୀ ଓ ଭାରୀ ଅସ୍ତ୍ରଶସ୍ତ୍ରର ଡିପ୍ଲୟମେଣ୍ଟ ଖବର। ପୂର୍ବରୁ ଭାରତ ବାଂଲାଦେଶ ସୀମାନ୍ତକୁ ନରମ ସୀମାନ୍ତ ଭାବେ ଗ୍ରହଣ କରୁଥିଲା। ସେଠାରେ ମୁଖ୍ୟ ଧ୍ୟାନ ସ୍ମଗଲିଂ ରୋକିବା ଉପରେ ଥିଲା, କିନ୍ତୁ ବର୍ତ୍ତମାନ ଭାରତ ଏହାକୁ ଅପରେସନାଲ ଥିଏଟରରେ ପରିଣତ କରିଛି, ପାକିସ୍ତାନ ସୀମାନ୍ତ ପରି। ଏହାର ଅର୍ଥ ଏବେ ଘଣ୍ଟା ରାଡାର ଘୁରୁଛି, ଡ୍ରୋନ୍ ଆକାଶରେ ଉଡୁଛି ଓ ଉପଗ୍ରହରୁ ପ୍ରତ୍ୟେକ ଇଞ୍ଚ ଉପରେ ନଜର ରହିଛି। ଭାରତ ନିଜର ରଣନୀତିକୁ ସୀମାନ୍ତ ପରିଚାଳନାରୁ ଯୁଦ୍ଧ ମୋଡକୁ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ କହୁଛି ଭାରତ ବର୍ତ୍ତମାନ କୌଣସି ଆଶ୍ଚର୍ଯ୍ୟକୁ ଅପେକ୍ଷା କରୁନାହିଁ, ବରଂ ନିଜେ ଆଶ୍ଚର୍ଯ୍ୟ ଦେବାର ଅବସ୍ଥାରେ ପହଞ୍ଚିଛି। ବାକି ଅଂଶ ମଧ୍ୟ ସମାନ ଭାବରେ ଅନୁବାଦ କରାଯାଇପାରେ। ଯଦି ସମ୍ପୂର୍ଣ୍ଣ ସ୍କ୍ରିପ୍ଟର ବାକି ଭାଗ ଅନୁବାଦ ଆବଶ୍ୟକ ହୁଏ ତେବେ କହନ୍ତୁ। ଏହା ଏକ ସଂକ୍ଷିପ୍ତ ଓ ପ୍ରଭାବଶାଳୀ ଅନୁବାଦ। ଜୟ ହିନ୍ଦ, ଜୟ ଶ୍ରୀରାମ।